ସୁନ୍ଦର ଗପଟି ଜାଣିବା, ଯାହାର ନାମ ଜ୍ଞାନଦେବ ଓ ନାମଦେବ। ଜ୍ଞାନଦେବ ଓ ନାମଦେବ ନାମକ ଦୁଇ ଜଣ ଲୋକ ବଣ ଭିତରେ ଯାଉଥିଲେ। ସେମାନଙ୍କୁ ଖୁବ୍ ଶୋଷ କଲା। ସେମାନେ କେଉଁଠାରୁ କୂଅ ବା ସରୋବରଟିଏ ପାଇଲେ ନାହିଁ। ସେମାନେ ଆଗକୁ ଚାଲିଲେ। ଶେଷରେ ସେମାନେ କୂଅଟିଏ ଦେଖିଲେ ଓ ସେ ଆଡ଼କୁ ଧାଇଁଲେ। ସେମାନେ ଆଗ୍ରହର ସହ ତା ଭିତରକୁ ଧାଇଁଲେ। କୂଅରେ ପାଣି ଥିଲା, କିନ୍ତୁ ସେମାନେ ପିଇବେ କିପରି? ପାଣି କାଢ଼ିବେ କେମିତି? ପାଣି କାଢ଼ିବା ପାଇଁ ଦଉଡ଼ି କିମ୍ବା ବାଲ୍ଟି ନଥିଲା। କୌଣସି ମତେ କୂଅ ଭିତରକୁ ଯିବାର ପ୍ରଶ୍ନ ନଥିଲା, କାରଣ କୂଅଟି ଖରାପ ଅବସ୍ଥାରେ ଥିଲା। ଜ୍ଞାନଦେବ ପ୍ରାର୍ଥନା କରିବା ଭଳି ଆଖି ବୁଜିଦେଲେ। ଶୀଘ୍ର ଏକ ପକ୍ଷୀରେ ପରିଣତ ହୋଇଗଲେ। ସେ କୂଅ ଭିତରକୁ ଉଡ଼ିଗଲେ ଓ ପେଟ ପୂରା ପାଣି ପିଇଲେ। ନାମଦେବ ଗଭୀର ଭକ୍ତିର ସହ ଭଗବାନ ବିଠୋଲଙ୍କ ନାମ ଜପ କରିବାକୁ ଆରମ୍ଭ କଲେ। ଜଳସ୍ତର ଧୀରେ ଧୀରେ ଉପରକୁ ଉଠିବାକୁ ଆରମ୍ଭ କଲା। ଶେଷରେ ଜଳସ୍ତର ନାମଦେବଙ୍କ ହାତ ପାହାନ୍ତା ପର୍ଯ୍ୟନ୍ତ ଉଠି ଆସିଲା। ସେ କୂଅରେ ହାତ ବୁଡ଼ାଇ ପେଟ ପୂରା ପାଣି ପିଇଲେ। ଏଥିରେ ଆମେ ଶିଖିଲେ ନାମ ସ୍ମରଣର ଶକ୍ତି ଏହିପରି। ସାଇରାମ।